ବିଜେଡିର ପ୍ରଚାର ଗାଡ଼ିକୁ ଜବତ କଲା ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ପ୍ରଶାସନ ପକ୍ଷରୁ ଆଚରଣ ବିଧିକୁ କଡ଼ାକଡ଼ି ଭାବରେ ପାଳନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯେଉଁ ଦଳ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ସେହି ଦଳ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ। ଜଗତସିଂହପୁର ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍ ଦାୟିତ୍ୱରେ ଥିବା ଜିଲ୍ଲା ଶ୍ରମ ଅଧିକାରୀ ବାବା ଆନନ୍ଦ ପୋଲିସ ଟିମ୍ ଦ୍ୱାରା ବିଜେଡ଼ିର ଏକ ପ୍ରଚାର ଗାଡ଼ି ଜବତ କରିଥିବା ସୂଚନା ମିଳିଛି। ଜବତ ହୋଇଥିବା ପ୍ରଚାର ଗାଡ଼ିକୁ କଳା ପଲିଥିନ୍ରେ ଘୋଡ଼ାଇ ଦିଆଯାଇଛି। ଗାଡ଼ିକୁ ଜବତ କରିବା ପରେ ଗାଡ଼ିର ଚାବିକୁ ଉପଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଛି। ନିର୍ବାଚନ ଆଚରଣ ବିଧି ଜାରି ରହିଥିବା ବେଳେ ଉତ୍ତରପ୍ରଦେଶ ନମ୍ବର ଥିବା ଗାଡ଼ି ସହିତ ଗାଡ଼ି ଚାଳକ ବିଜେଡ଼ି ସୁପ୍ରିମୋଙ୍କ ଫଟୋ ସହିତ ବିଭିନ୍ନ ଯୋଜନା ମାରି ପ୍ରଚାର କରୁଥିବା ବେଳେ ମଧ୍ୟାହ୍ନରେ ସ୍ଥାନୀୟ କଲେଜ ଛକ ନିକଟରେ ଫ୍ଲାଇଂ ସ୍କ୍ୱାଡ୍ ଓ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିଥିଲେ। ନିର୍ବାଚନ ପ୍ରଚାର ପାଇଁ କୌଣସି କାଗଜପତ୍ର ନଥିବା ବେଳେ ଏହି ଗାଡ଼ିଟି କିଭଳି ଭାବରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀକୁ ଆସିଲା, କିପରି ଦୈନିକ 1200 ଟଙ୍କା ଭଡ଼ାରେ ଗାଡ଼ି ଧରି ପ୍ରଚାରକୁ ଆସିଛନ୍ତି ବୋଲି ଗାଡ଼ିର ଡ୍ରାଇଭର ଠାରୁ ସୂଚନା ମିଳିଛି। ଏହି ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଉଛି। ଏଠାରେ ସୂଚନାଯୋଗ୍ୟ, ଯଦି ପ୍ରଚାର ପାଇଁ ଏହି ଗାଡ଼ି ଅନୁମତି ପାଇ ନାହିଁ ତେବେ ଏତେ ବାଟ ଆସିଲା କେମିତି? ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ବିଜେଡ଼ି ଦଳ ପକ୍ଷରୁ ପ୍ରଚାର ଗାଡ଼ି ବିନା ଅନୁମତିରେ ବୁଲିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଗତସିଂହପୁରରୁ ଜ୍ୟୋତିରଞ୍ଜନ ପରିଡ଼ାଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।